ଏମିତି ଛଅଟି ନାଟକ ଦଳ ଆସି ମଞ୍ଚସ୍ଥ କରିବେ। ନାଟକ ଓଡ଼ିଶାର ଭଲ ଭଲ ନାଟକ ଘୋଷଣା କରାଯାଇଛି। ଯେହେତୁ ଏଇଟା ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ, ପ୍ରତିବର୍ଷ ଯେମିତି ନାଟକ ମହୋତ୍ସବରେ ଆମ ଅନୁରୋଧ ରହିବ ପ୍ରତ୍ୟେକ ଦିନ ସାମ୍ବାଦିକ ଭାଇମାନେ ନାଟକ ମଞ୍ଚକୁ ଆସି ସମସ୍ତ ଖବର ପ୍ରଚାର ପ୍ରସାର କରିବେ। ଯେହେତୁ ବ୍ରହ୍ମପୁର ଯେତିକି ପ୍ରଚାର ପ୍ରସାର ହେଉଛି, ଅନ୍ୟ କୌଣସି ଆମେ ଆଶା କରିବୁ ଯେ ଅଧିକରୁ ଅଧିକ କେମିତି ପ୍ରଚାର ପ୍ରସାର କରିକି ଆପଣମାନେ ସଂକ୍ରାନ୍ତ ଗ୍ରହଣ କରାଯାଇଛି ସେଗୁଡ଼ାକ କାର୍ଯ୍ୟକାରୀ ଆମ ଅନୁଷ୍ଠାନର ଚାରି ସେଇ 4 ଜଣ ତୈୟାର ହୋଇଯାଇଛି। ସେମାନଙ୍କର କେମିତି ସାହାଯ୍ୟ ସହଯୋଗ ସମସ୍ତେ ରହିବ। ମୁଁ ଆମର ଉପସଭାପତି ଅନିଲ କୁମାର ପାତ୍ର, ସଭାପତି ଓଡ଼ିଶା ନାଟକ ସମାରୋହ ସମିତି ବ୍ରହ୍ମପୁର। ଆସନ୍ତା 5 ତାରିଖରୁ 10 ତାରିଖ 6 ଦିନ ବ୍ୟାପୀ ଆମର ବ୍ରହ୍ମପୁର ଠାରେ ଓଡ଼ିଶା ନାଟକ ସମାରୋହ ସମିତି ତରଫରୁ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ 6ଗୋଟି ଭଲ ନାଟକ ପରିବେଷଣ କରିବା ପାଇଁ ଅନୁମତି ସେମାନେ ଦେଇଛନ୍ତି। ଖୋର୍ଦ୍ଧା, ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ପାରାଦୀପ, ସମ୍ବଲପୁର ଏମିତି 6ଟି ସ୍ଥାନରୁ ଆସି ଏଠି ନାଟକ ମଞ୍ଚସ୍ଥ କରିବେ ଏବଂ ସବୁ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଆପଣମାନଙ୍କର ସହଯୋଗ ନିହାତି ଆବଶ୍ୟକ। ତା ସହିତ ଆମ ଅନୁଷ୍ଠାନର ସ୍ୱର୍ଗତ 4 ଜଣ ନାଟ୍ୟ ବ୍ୟକ୍ତିତ୍ୱ ସମ୍ମାନରେ 4ଟି ସମ୍ମାନିତ ମଧ୍ୟ କରାଯିବ ଏବଂ ପ୍ରତିବର୍ଷ ସେମାନଙ୍କ ନାମରେ 4ଗୋଟି କଳା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି। ଏବଂ ସେମାନେ ଯେଉଁ ନାଟକ ଦଳମାନେ ଆସିବେ ବାହାରୁ ସେମାନେ ରହିବା ଖାଇବା ଏବଂ ମଞ୍ଚ ଦାୟିତ୍ୱ ସେଇଗୁଡ଼ାକ ସବୁ ଆମେ ନେଇଛୁ। ଆମେ ସେଗୁଡ଼ାକ ସେମାନଙ୍କୁ ଦେଉଛୁ କରିବା ପାଇଁ, ରହିବା ପାଇଁ, ଖାଇବା ପାଇଁ ସେ ବ୍ୟବସ୍ଥା ଆମେ କରିଛୁ। ଏବଂ ଆଗାମୀ ଦିନରେ କେମିତି ଆହୁରି ଅଧିକ ନାଟକ ହୋଇପାରିବ, ସରକାରଙ୍କ ତରଫରୁ କିଛି ସାହାଯ୍ୟ କେମିତି ଆମେ ପାଇବୁ, ସରକାର କେମିତି କିଛି ସାହାଯ୍ୟ କରିବେ, ସେ ଆଶା ଉଦ୍ଦେଶ୍ୟ ରଖି ଆମେ ନାଟକ ମହୋତ୍ସବ କରିଛୁ।